ଶହେ ତାର 5 ପଦ ଆମେ ଅଧ୍ୟୟନ କରିବା। ଯଦି ଆପଣ ମାନେ ପଢିବେ ତ ବହୁତ ଭଲ ହବ। ଗୀତ ସଂହିତା 100 ତାର 5 ପଦ। କାରଣ ସଦାପ୍ରଭୁ କାରଣ ସଦାପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତ ପୁରୁଷ ଅନୁକ୍ରମେ ଥାଏ। ଆମେନ୍। ଆମେନ୍। ପ୍ରାର୍ଥନା କରିବା। ସ୍वर्ଗୀୟ ଜୀବିତ ବାପା, ତୁମକୁ ଧନ୍ୟବାଦ ଦଉଛି ସୁନ୍ଦର ସମୟ ପାଇଁ, ସକାଳ ସମୟ ପାଇଁ ତୁମକୁ ଧନ୍ୟବାଦ ଦଉଛି ବାପା। ପ୍ରଭୁ ତୁମେ ଏଇ ସୁନ୍ଦର ସୁଯୋଗ ମତେ ଦେଇଛ, ସେଥି ନିମନ୍ତେ ଧନ୍ୟବାଦ କରୁଅଛି ରାଜା। ବାପା ମୁଁ କିଛି ନୁହେଁ, ଧୂଳି ମାତ୍ର। ପ୍ରଭୁ ତୁମେ ମତେ ତିଆରି କର, ମତେ ତୁମେ ଗଠନ କର ବୋଲି ପ୍ରାର୍ଥନା କରୁଅଛି। ପବିତ୍ର ଆତ୍ମା ପରମେଶ୍ୱର, ଯେଉଁ ବାକ୍ୟ ଆମେ ଅଧ୍ୟୟନ କରିଅଛୁ ତାହା ବୁଝିବା ପାଇଁ ପବିତ୍ର ଆତ୍ମା ପରମେଶ୍ୱର ତୁମେ ଆମମାନଙ୍କୁ ସାହାଯ୍ୟ କର। ମୋ ଅଷ୍ଟାଧରକୁ, ମୋ ଜିହ୍ୱାକୁ ତୁମେ ପ୍ରଭୁ ବ୍ୟବହାର କର। ପ୍ରଭୁ ତୁମେ ସାହାଯ୍ୟ କର ବାପା। ଗୌରବ ମହିମା ସମ୍ଭ୍ରମ ସବୁ ତୁମର ହେଉ। ନାଜରିତ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗିଲି ପିତା, ଆମେନ୍। ଆମେନ୍। Amen. ହାଲେଲୁୟା। Praise the Lord. Praise the Lord. କାରଣ ସଦା ପ୍ରଭୁ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତ କାଳ ସ୍ଥାୟୀ, ଆଉ ତାହାଙ୍କର ବିଶ୍ୱସ୍ତତା ପୁରୁଷାନୁକ୍ରମରେ ଥାଏ। Praise the Lord. Praise the Lord. ପୁରୁଷାନୁକ୍ରମେ କହିଲେ ପ୍ରଥମ ପିଢ଼ି, ଦ୍ୱିତୀୟ ପିଢ଼ି, ତୃତୀୟ ପିଢ଼ି, ଚତୁର୍ଥ ପିଢ଼ି ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କର ବଂଶାନୁକ୍ରମେ ଆଶୀର୍ବାଦ କରନ୍ତି। Praise the Lord. Praise the Lord. ବାଇବେଲରେ ଅନେକ ପିତାମାତା ବିବାହ କଲେ, କିନ୍ତୁ ପୁରୁଷାନୁକ୍ରମେ ଆଶୀର୍ବାଦ ବଢିଲା ନାହିଁ। ଆମମାନେ ଯଦି ଦେଖିବା ଦ୍ୱିତୀୟ ରାଜାବଳୀ ତାର 5 ଅଧ୍ୟାୟ 27 ପଦ, ସେଠାରେ ଲେଖାଯାଏ ସେମାନେ ତାଙ୍କର ବାପା ସକାଶୁ ତାର ପିଲାମାନେ କୁଷ୍ଠ ରୋଗୀ ହେଇଗଲେ। ଆମମାନେ ପଢିବା ଦ୍ୱିତୀୟ ରାଜାବଳୀ ତାର 5 ଅଧ୍ୟାୟ 27 ପଦ। ନାମାନଙ୍କର କୁଷ୍ଠରୋଗ ତୁମ୍ଭଠାରେ ଓ ତୁମ୍ଭ ବଂଶରେ ସଦାକାଳ ଲାଗି ରହିବ। ଏଥିରେ ଗିଲେଜି ହିମତୁଲ୍ୟ ସତ୍ୟ କୁଷ୍ଠଗ୍ରସ୍ତ ହୋଇ ତାହାଙ୍କ ସାକ୍ଷାତରୁ ବାହାରି ଗଲା। 5:23। 5:27। ହଁ ଠିକ ଅଛି। Praise the Lord. ଏହେତୁ ନାମାନ କୁଷ୍ଠରୋଗ ତୁମ୍ଭଠାରେ ଓ ତୁମ ବଂଶରେ ସଦାକାଳ ଲାଗି ରହିବ। ଏଥିରେ ଗିଲେଜି ହିମତୁଲ୍ୟ ଶ୍ଵେତକୁଷ୍ଠ ଗ୍ରସ୍ତ ହୋଇ ତାଙ୍କ ସାକ୍ଷାତରୁ ବାହାରିଗଲା। ଗିହେଜିଙ୍କର ଭୁଲ ସକାଶୁ ଗିହେଜି କଣ କଲେ ନା, ପ୍ରଭୁଙ୍କର ଲୋକଙ୍କୁ ମିଥ୍ୟା କହିଲେ, ମିଥ୍ୟାରେ ଧନ ଲୋଭରେ କିଛି ଦ୍ରବ୍ୟ ଆଣିଲେ, ଯାହା ପରମେଶ୍ୱର ଚାହୁଁନଥିଲେ। ତାହାଙ୍କର ସେଇ ଲୋଭାଚରଣ ପାଇଁ ନାମାନଙ୍କର କୁଷ୍ଠ ରୋଗ ତାଙ୍କ ବଂଶ ଉପରେ ବର୍ତ୍ତିଲା, ତାଙ୍କ ବଂଶ ଉପରେ ସର୍ବଦା ଲାଗି ରହିଲା। ଏଲିସାଏ କହିଲେ, ତୁମ ବଂଶ ଉପରେ କୁଷ୍ଠ ରୋଗ ସର୍ବଦା ଲାଗି ରହିବ। ତାହା କହୁ କହୁ ଗିହେଜିର ହାତରେ, ମୁହଁରେ, ଗୋଡରେ ଶ୍ଵେତକୁଷ୍ଠ ଆସିଗଲା। ତାଙ୍କୁ କେହି କହିନାହାନ୍ତି, ସେ ନିଜେ ନିଜେ ସେବା କାର୍ଯ୍ୟ ଛାଡି ଚାଲିଗଲେ। ଯଦି ଗିହେଜିକୁ କୁଷ୍ଠ ରୋଗ ହେଇଥିବ, ତାଙ୍କ ବଂଶରେ କାହାକୁ କୁଷ୍ଠ ରୋଗ ହେଇଥିବ? ତାଙ୍କ ସ୍ତ୍ରୀ, ତାଙ୍କ ପୁଅ, ତାଙ୍କ ଝିଅ,
ବାପାଙ୍କର ଭୁଲ ସକାଶୁ ତାଙ୍କର ପୁଅ ଝିଅ ମାନେ କୁଷ୍ଠ ରୋଗ ହେଇଗଲେ। ବାପାଙ୍କର ଭୁଲ କଣ ନା ସେ ପ୍ରଭୁଙ୍କର ଲୋକକୁ ମିଥ୍ୟା କହିଲେ। ମିଥ୍ୟାରେ ଧନ ଲୋଭ କିଛି ଦ୍ରବ୍ୟ ଆଣିଲେ ଯାହା ପରମେଶ୍ୱର ଚାହୁଁନଥିଲେ। ତାହାଙ୍କର ସେ ଲୋଭାଚରଣ ସକାଶୁ ନାମାନଙ୍କର କୁଷ୍ଠ ରୋଗ ତାଙ୍କ ବଂଶ ଉପରେ ସର୍ବଦା ଲାଗି ରହିଲା। ଆସନ୍ତୁ ଆମମାନେ ଆଉ ଗୋଟେ ଦେଖିବା ଝିଅଶୟ 7 ଅଧ୍ୟାୟ ତାର 24-25। ଝିଅଶୟ 7 ଅଧ୍ୟାୟ ତାର 24 ଆଉ 25। ପୁଣି ଯେହୋଶିୟ ଓ ସମଗ୍ର ଇସ୍ରାଏଲ ସେରହର ସନ୍ତାନ ସେହି ଆଖନକୁ ଓ ସେହି ରୂପା ଓ ବସ୍ତ୍ର ଓ ସୁନାମୁଣ୍ଡା ଓ ତାହାର ପୁତ୍ର ଓ କନ୍ୟାମାନଙ୍କୁ ଓ ତାହାର ଗୋରୁ ଓ ଗଧ ଓ ମେଣ୍ଢା ଓ ତମ୍ବୁ ସର୍ବତ ନେଇ ଅଖର ଉପତ୍ୟକାକୁ ଆଣିଲେ। ପୁଣି ଯେହୋଶିୟ କହିଲେ, ତୁମେ କାହିଁକି ଆମକୁ ଦୁଃଖ ଦେଲ? ସଦାପ୍ରଭୁ ଆଜି ତୁମକୁ ଦୁଃଖ ଦେବେ। ଏଥିରେ ସମଗ୍ର ଇସ୍ରାଏଲ ତାହାକୁ ପ୍ରସ୍ତରାଘାତ କରି ବଧ କଲେ। ପୁଣି ସେମାନେ ସେ ସବୁ ଅଗ୍ନିରେ ଦଗ୍ଧ କରି ପ୍ରସ୍ତରରେ ପୋଡ଼ି ପକାଇଲେ। ହାଲେଲୁୟା। ହାଲେଲୁୟା। ପୋତି ପକାଇଲେ। ପୋତି ପକାଇଲେ। ଆଖନର ସକାଶୁ ତାର ସପରିବାର ମାଡ଼ ଖାଇଲେ। ଆଉ ସେମାନେ କଣ କଲେ ନା ଇସ୍ରାଏଲ ସେମାନଙ୍କୁ ପ୍ରସ୍ତର ଧରିକି ତାଙ୍କୁ ଆଘାତ କଲେ। ତାଙ୍କର ବାପାଙ୍କର ଭୁଲ ସକାଶୁ ତାଙ୍କର ବାପାଙ୍କର ସେଇ ଲୋଭାଚରଣ ସକାଶୁ ତାଙ୍କର ପୁଅ ଝିଅ ମାନେ ବିନଷ୍ଟ ହେଇଗଲେ। ଏ ଥିଲା ନେଗେଟିଭ କଥା। ପଜିଟିଭ କଥା ମଧ୍ୟ ଆମମାନେ ଟିକେ ଦେଖିବା। ଆଦି ପୁସ୍ତକ 22 ଅଧ୍ୟାୟ ତାର 18 ପଦ। ଆମମାନେ କଣ କରିବା ଦ୍ୱାରା ଆମମାନଙ୍କର ପିଲାମାନେ ଆଶୀର୍ବାଦ ପ୍ରାପ୍ତ ହେବେ? ଆଦି ପୁସ୍ତକ 22 ଅଧ୍ୟାୟ ତାର 18 ପଦ। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। Praise the Lord. Praise the Lord. ପୁଣି ପୃଥିବୀର ସମସ୍ତ ଜାତି ତୁମର ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ, ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ। ବାକ୍ୟ ପାଳନ, ଅବ୍ରାହମ ବାକ୍ୟ ପାଳନ କଲେ। କଣ କଲେ ନା ସେ ପ୍ରଭୁଙ୍କ ଠାରେ ବିଶ୍ୱସ୍ତ ହେଲେ। ଆଉ ସେ ଏକମାତ୍ର ପୁତ୍ରଙ୍କୁ ସେ ବଳି କରିବା ପାଇଁ ମଧ୍ୟ ମନରେ ସେ ମନସ୍ଥ କଲେ। ତେଣୁ ପରମେଶ୍ୱର ତାଙ୍କୁ ଅବ୍ରାହମଙ୍କର ସେଇ ଆଜ୍ଞାବହତା ପାଇଁ ତାଙ୍କର ବଂଶ ପାଇଁ ସେ କହିଲେ ଯେ ତୁମେ ଆମ୍ଭର ବାକ୍ୟ ପାଳନ କରିଅଛ। ଏହେତୁ କଣ କରିବେ? ପୃଥିବୀର ସମସ୍ତ ଜାତି ତୁମ ବଂଶ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହେବେ। ହାଲେଲୁୟା। Hallelujah. ପ୍ରେଜ୍ ଦ ଲର୍ଡ। Praise the Lord. କିନ୍ତୁ ଗିହେଜିର ବଂଶ ଖାଲି କୁଷ୍ଠ ରୋଗୀ ହେବେ। ଯଦି ଆମେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା, ପରମେଶ୍ୱର ଆମ ବଂଶକୁ ଆଶୀର୍ବାଦ କରିବେ। Amen. Praise the Lord. ହାଲେଲୁୟା। ଏକମାତ୍ର ବଳି କରିବା ପାଇଁ କଣ କଲେ ନା ସେ ବିଶ୍ୱସ୍ତ ହେଲେ। ଅବ୍ରାହମ ପ୍ରଭୁଙ୍କର କଠିନ ଆଜ୍ଞା ପାଳନ କଲେ। ତେଣୁ ସେ ବଂଶ ପାଇଁ ଆଶୀର୍ବାଦ ଆଣିଲେ। ଆମେମାନେ ଅନେକ ସମୟରେ ପ୍ରଭୁଙ୍କର ଆଜ୍ଞା ପାଳନ କରିନଥାଉ, କିନ୍ତୁ କହିଥାଉ କି ମୋ ପୁଅ ପାଇଁ ପ୍ରାର୍ଥନା କର, ମୋ ଝିଅ ପାଇଁ ପ୍ରାର୍ଥନା କର ବୋଲି। କିନ୍ତୁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆମମାନେ ପ୍ରଭୁଙ୍କର ଆଜ୍ଞା ପାଳନ କରିବା ନାହିଁ, ତାହେଲେ ଆମମାନଙ୍କ ପାଇଁ ଯିଏ ମଧ୍ୟ ପ୍ରାର୍ଥନା କଲେ କି ଯାହା ମଧ୍ୟ କଲେ କିଛି ମଧ୍ୟ ହେବ ନାହିଁ। ତେଣୁ ଆମମାନଙ୍କୁ ସେଇ ପ୍ରଭୁଙ୍କର ଆଜ୍ଞା ପାଳନ କରିବାର ଅଛି। ତ ଆମମାନେ ଯଦି ପ୍ରଭୁଙ୍କର ଆଜ୍ଞା ପାଳନ କରିବା, ତ ପ୍ରଭୁ ଆମକୁ ପାଇଁ
आशीर्वाद करिवे। प्रेज द लॉर्ड। Praise the Lord. Praise Lord. हमने आ गोटे देखिबा प्रथम राजावली तार 9 अध्याय 4 ଆଉ 5। प्रथम राजावली 9 अध्याय तार 4 ଆଉ 5। ଆଉ ଆମେ ତୁମକୁ ଯେ ସମସ୍ତ ଆଜ୍ଞା ଦେଇଅଛୁ ତଦ ଅନୁସାରେ କର୍ମ କରିବା ପାଇଁ ଯେବେ ତୁମେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି ଆମ ବିଧି ଓ ଶାସନ ପାଳନ କରିବ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ୍ଭ ବଂଶରେ ଲୋକର ଅଭାବ ନ ହେବ। ଏହି ଯେ ପ୍ରତିଜ୍ଞା ଆମ୍ଭେ ତୁମ୍ଭ ପିତା ଦାଉଦ ପ୍ରତି କରିଅଛୁ, ତଦ୍ ଅନୁସାରେ ଆମ୍ଭେ ଇସ୍ରାଏଲ ଉପରେ ତୁମ୍ଭ ରାଜସିଂହାସନ ଅନନ୍ତ କାଳ ସ୍ଥିର କରିବା। ଆଉ ଆମ୍ଭେ ତୁମକୁ ଯେ ସମସ୍ତ ଆଜ୍ଞା ଦେଇଅଛୁ ତଦନୁସାରେ କର୍ମ କରିବା ପାଇଁ ଯେବେ ତୁମେ ଆପଣା ପିତା ଦାଉଦ ପରି ଏକାନ୍ତ ଚିତ୍ତରେ ଓ ସରଳ ଭାବରେ ଆମ୍ଭ ସାକ୍ଷାତରେ ଚାଲିବ, ପୁଣି ଆମ୍ଭ ବିଧି ଓ ଶାସନ ପାଳନ କରିବ, ତେବେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବା ପାଇଁ ତୁମ ବଂଶରେ ଲୋକର ଅଭାବ ନହିବ। ହାଲେଲୁୟା। Hallelujah. ହାଲେଲୁୟା। ହେବା ପାଇଁ ସଲୋମନ ଯଦି ଚାହୁଁଛନ୍ତି ତାଙ୍କ ପୁଅ ରାଜା ହେଉ ବୋଲି, ସଲୋମନକୁ ପ୍ରଭୁଙ୍କର ଆଜ୍ଞା ପାଳନ କରିବାକୁ ପଡ଼ିବ। Praise the Lord. ମାତା ପିତା ଯଦି ପ୍ରଭୁଙ୍କର ବାକ୍ୟ ପାଳନ କରି ଚାଲିବେ, ପରମେଶ୍ୱର ସମସ୍ତ ବିଷୟରେ ଆଶୀର୍ବାଦ କରିବେ। ହାଲେଲୁୟା। Hallelujah. ଇସ୍ରାଏଲର ରାଜା ହେବା ପାଇଁ ଶ୍ରୀ ସଲୋମନ ଯୋଉ ଇଚ୍ଛା ପ୍ରକାଶ କରୁଛନ୍ତି ତାଙ୍କର ପୁଅ ରାଜା ହେଉ ବୋଲି, ତାହେଲେ ତାଙ୍କୁ କଣ କରିବାର ଅଛି ନା ପ୍ରଭୁଙ୍କର ଆଜ୍ଞା ପାଳନ କରିବାକୁ ପଡ଼ିବ। Amen. ହାଲେଲୁୟା। Praise the Lord. ହାଲେଲୁୟା। ଯଦି ଆମେ ମାନେ ଚାହୁଁଛୁ ଯେ ଆମର ପୁଅ ଝିଅ ମାନେ ଆଶୀର୍ବାଦ ପାଆନ୍ତୁ ବୋଲି, ତାହେଲେ ଆମମାନଙ୍କୁ ସେ ପ୍ରଭୁଙ୍କର ଆଜ୍ଞା ପାଳନ କରିବାକୁ ପଡ଼ିବ। ଆଉ ଗୋଟେ ଆମେ ଦେଖିବା ଦ୍ୱିତୀୟ ରାଜାବଳୀ ତାର 10 ଅଧ୍ୟାୟ 30 ପଦ। 30 ଦ୍ୱିତୀୟ ରାଜାବଳୀ ଏ ଉତ୍ତାରେ 30। ସଦାପ୍ରଭୁ ଯେହୁଙ୍କୁ କହିଲେ, ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ ତାହା ସାଧନ କରି ତୁମ୍ଭେ ଭଲ କରିଅଛ, ଓ ଆମ୍ଭ ମନରେ ଯାହା ଯାହା ଥିଲା ତଦନୁସାରେ ତୁମ୍ଭେ ଆହାବ ବଂଶ ପ୍ରତି କରିଅଛ। ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମର ସନ୍ତାନମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ। ହାଲେଲୁୟା। Praise the Lord. ହାଲେଲୁୟା। Hallelujah. ଉତ୍ତରେ ସଦାପ୍ରଭୁ ଯେହୁଙ୍କୁ କହିଲେ, ଆମ୍ଭ ଦୃଷ୍ଟିରେ ଯାହା ଯଥାର୍ଥ ତାହା ସାଧନ କରି ତୁମ୍ଭେ କଣ କରିଅଛ ନା ଭଲ କରିଅଛ, ଓ ଆମ୍ଭ ମନରେ ଯାହା ଯାହା ଥିଲା ତଦନୁସାରେ ତୁମ୍ଭେ ଆହାବ ବଂଶ ପ୍ରତି କରିଅଛ। ଏହେତୁ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତୁମ ସନ୍ତାନ ମାନେ ଇସ୍ରାଏଲର ସିଂହାସନରେ ଉପବିଷ୍ଟ ହେବେ। ହାଲେଲୁୟା। ହାଲେଲୁୟା। Praise the Lord. ଚତୁର୍ଥ ପୁରୁଷ କହିଲେ ଯେହୁର ପୁଅ, ତାର ନାତି, ପୁତି, ପୁଣି ଆଉ ଆମେ ମାନେ ଯଦି ବାଇବେଲ ଅନୁସାରେ ଦେଖିବା, ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ କହିଲେ ପୁତ୍ର, ପୌତ୍ର, ପ୍ରପୌତ୍ର, ପ୍ରପପୌତ୍ର। 4 ପୁରୁଷ ପର୍ଯ୍ୟନ୍ତ ତୁମ୍ଭର ପୁତ୍ର ମାନେ ସିଂହାସନରେ ବସିବେ। Praise the ଯେଉଁ Lord. ତାହା କରିଥିଲେ, ଯାହା ପିଲାମାନଙ୍କ ପାଇଁ ଇସ୍ରାଏଲ ଦେଶରୁ କାର୍ଯ୍ୟକୁ ସେ ଦୂର କଲା, ଯେହୁ ତାହା ପ୍ରଭୁଙ୍କୁ ଖୁସି ଲାଗିଲା। ଆପଣ ମାନେ ଯଦି ସମାଜ ମଧ୍ୟରୁ, ପରିବାର ମଧ୍ୟରୁ ଯଦି କୌଣସି କ୍ରାନ୍ତିକାରୀ କାମ କରୁଛନ୍ତି, ତହିଁରେ ତାହାର ପରିଣାମ ଆପଣଙ୍କ ପିଲାମାନଙ୍କ ଉପରେ ପରମେଶ୍ୱର ତାହା ଆଶୀର୍ବାଦ କରିବେ। ତାହା ଆପଣ ମାନେ ଜାଣିଛନ୍ତି ଯେ ବହୁତ ବଢିଆ ଷ୍ଟୋରି, ଯେ ଯେହୁ କଣ କଲେ ନା
ଯେତେ ବାଲ ଦେବାର ଦେବାଳୟ ଥିଲା ସେ ଦେବାଳୟର ସମସ୍ତ ଦେବ ପୂଜାରୀ ମାନଙ୍କୁ ନିମନ୍ତ୍ରଣ କଲେ। ଆଉ ସେଇ ଦେବ ପୂଜାରୀ ମାନଙ୍କୁ ସେଇ ମନ୍ଦିର ଭିତରେ ପୁରେଇଲେ ଆଉ ସେନାପତି କହିଲେ ସମସ୍ତଙ୍କୁ ହାଣି ପକାଅ। ଆଉ ସମସ୍ତଙ୍କୁ ହାଣି ଦେଲେ। ଆଉ ସେଇ ବାଲ ଦେବା ସେଇ ମନ୍ଦିରକୁ କଣ କଲେ ନା ଆମର ଶୌଚାଳୟ କଲେ। ଯୋଉଥିପାଇଁ ସେଇ ଶୌଚାଳୟ ଯୋଉ ଜାଗାରେ କରାଯାଏ ସେଇ ଜାଗାରେ ଆଉ କୌଣସି ମନ୍ଦିର ସ୍ଥାପନ କରାଯାଇ ପାରିବ ନାହିଁ। ତେଣୁ ତାହା ପରମେଶ୍ୱରଙ୍କୁ ତାହା ଭଲ ଲାଗିଲା। ଆଉ ସେ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ତାଙ୍କର ବଂଶ ପ୍ରତି ଆଶୀର୍ବାଦ କଲେ। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। Lord. Hallelujah. ଏ ଥିଲା ଆମମାନଙ୍କର ପ୍ରଭୁଙ୍କର ସେଇ ଆଶୀର୍ବାଦର କଥା। ତ ଆମମାନେ ଟିକେ ଦେଖିବା ବିଶ୍ୱାସର କଥା। ମାଥ୍ୟୁ ଲିଖିତ ସୁସମାଚାର ତାର 15 ଅଧ୍ୟାୟ ତାର 28 ପଦ। ମାଥ୍ୟୁ ଲିଖିତ ସୁସମାଚାର 15 ଅଧ୍ୟାୟ 28 ପଦ। ସେଥିରେ ସେଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ଗ ନାରୀ, ତୁମ୍ଭର ବଡ ବିଶ୍ୱାସ, ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭ ପ୍ରତି ଘଟୁ। ସେଇ ଦଣ୍ଡରୁ ତାହାର କନ୍ୟା ସୁସ୍ଥ ହେଲା। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। Hallelujah. ସେ ତାଙ୍କୁ ଉତ୍ତର ଦେଲେ, ଗୋ ନାରୀ, ତୁମ୍ଭର ବଡ ବିଶ୍ୱାସ। ଆକୃତି ଦିଆଯାଏ ନାହିଁ କି ଓଜନରେ ମପା ଯାଇ ପାରି ନାହିଁ କି ମାପକାଠିରେ ମଧ୍ୟ ମପା ଯାଏ ନାହିଁ। କିନ୍ତୁ କୁହାଗଲା, ଗୋ ନାରୀ, ତୁମ୍ଭର ବଡ ବିଶ୍ୱାସ। ମୁଁ ମଧ୍ୟ ଭାବୁଛି ଯେ ଆଜି ଯେତେ ମା ମାନେ ମଧ୍ୟ ଅନଲାଇନ୍ ମାଧ୍ୟମରେ ଅଛନ୍ତି ସେମାନଙ୍କର ମଧ୍ୟ ବଡ ବିଶ୍ୱାସ ବୋଲି। ପ୍ରେଜ୍ ଦ ଲର୍ଡ। Praise the Lord. ହାଲେଲୁୟା। Lord. ଆଉ ସେଇ Hallelujah. ନାରୀର ଗୋଟେ ଇଚ୍ଛା ଥିଲା ଯେ ତୁମ୍ଭର ଇଚ୍ଛା ଅନୁସାରେ ତୁମ୍ଭ ପ୍ରତି ଘଟୁ। ଅନେକ ମା ମାନେ ଇଚ୍ଛା ପ୍ରକାଶ କରିଥିବେ ତାଙ୍କ ପୁଅ ମାନଙ୍କ ନିମନ୍ତେ କି ଝିଅ ମାନଙ୍କ ନିମନ୍ତେ କି ମୋ ପୁଅ ଗୋଟେ ଭଲ ଚାକିରି କରନ୍ତା କି ଭଲ କଲେକ୍ଟର ପୋଷ୍ଟ ପାଆନ୍ତା କି ବହୁତ ଆଶା ଥିବ କି ଭଲ ପାଷ୍ଟର ଜଣେ ହୁଅନ୍ତା କି ନାଇଁ କି ନାଇଁ। ସେଇ ନାରୀର ଗୋଟେ ଇଚ୍ଛା ଥିଲା ଯେ କଣ ତାର ଇଚ୍ଛା ତାର ଝିଅ ସୁସ୍ଥ ହେଇଯାଉ। ସୁସ୍ଥ ହାଲେଲୁୟା। Amen. ପ୍ରେଜ୍ Praise ଦ the ଲର୍ଡ। Lord. Hallelujah. ଈଶ୍ୱର Yes, ମଧ୍ୟ Lord. ଯେ ଆମମାନଙ୍କର ହୃଦୟ କି ପ୍ରକାର ତାଙ୍କର ଝିଅ ଏହି ପ୍ରକାର ଅବସ୍ଥାରେ ଅଛି କି ତାଙ୍କୁ ଯୀଶୁଙ୍କ ପାଖକୁ ଆଣିପାରି ନାହିଁ। କିନ୍ତୁ ତା ଝିଅ କୋଉଠି ଅଛି ନା ଘରେ। ତା ମା ଆସିଛି କୋଉଠିକି ନା ପ୍ରଭୁ ଯୀଶୁଙ୍କ ପାଖକୁ। ଆଉ ସେଇ ମାର ବିଶ୍ୱାସ ଦେଖି ସେଇ ଘରେ ଥିବା ଝିଅକୁ ପ୍ରଭୁ ସେଇ ଶୈତାନର ବନ୍ଧନରୁ ତାକୁ ମୁକ୍ତ କରୁଛନ୍ତି ଆଉ ତାର କନ୍ୟା ସୁସ୍ଥ ହେଉଛି। ହାଲେଲୁୟା। Hallelujah. Praise the Hallelujah. Lord. ତେଣୁକରି ଆମମାନେ କଣ କରିବାର ଅଛି ନା ପ୍ରଭୁଙ୍କ ଠାରେ ବିଶ୍ୱାସ କରିବାର ଅଛି। ଆଉ ଗୋଟେ ପଦ ଆମମାନେ ପଢିବା ଲୁକ ଲିଖିତ ସୁସମାଚାର ତାର 8 ଅଧ୍ୟାୟ 50 ପଦ। ଲୁକ 8 ତାର 50। କିନ୍ତୁ ଯୀଶୁ ଏହା ଶୁଣି ତାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ, କେବଳ ବିଶ୍ୱାସ କର, ଆଉ ସେ ବଞ୍ଚିବ। ହାଲେଲୁୟା। Hallelujah. Praise the Lord. Hallelujah. ଉତ୍ତର ଦେଲେ ଭୟ କର ନାହିଁ କେବଳ ବିଶ୍ୱାସ କର ଆଉ ସେ ବଞ୍ଚିବ। ବଞ୍ଚିବ। ସେଥିରେ କିରାନୀୟ ସ୍ତ୍ରୀ ଜଣେ ବିଶ୍ୱାସ କଲା କି ତାର ଝିଅ ସୁସ୍ଥ ହେଲା। ସେଥିରେ ତାର ସ୍ୱାମୀ କଥା ଲେଖା ଯାଇ ନାହିଁ। କିନ୍ତୁ ଏହି ସ୍ଥାନରେ ଜାଇରସ୍ ଓ ତା ସ୍ତ୍ରୀ ବିଶ୍ୱାସ କଲେ ନାଇଁ କି ନାଇଁ। କିନ୍ତୁ ଯୀଶୁ ଏହା ଶୁଣି ତାଙ୍କୁ ଉତ୍ତର ଦେଲେ, ଭୟ କର ନାହିଁ କେବଳ ବିଶ୍ୱାସ କର ଆଉ ସେ ବଞ୍ଚିବ।
Praise the Lord. Praise the Lord. ଯେତେବେଳେ ଗୋଟେ ଲୋକ ଆମର ହଉ ଯିଏ ବି ହଉ ଯଦି ମରି ଯାଇଥିବ ତାକୁ ଲୋକମାନେ କି ପ୍ରକାର କାନ୍ଦୁଥିବେ ନା ନାଇଁ? ନିଶ୍ଚିତ ହଁ। କାନ୍ଦୁଥିବେ। ହେଲେ ଯିଏ କାନ୍ଦୁଥିବେ ତା ଘରେ ଯିଏ ମରିଥିବ ସେଇ ଘରର ବାପା ହଉ କି ମା ହଉ ଏମାନେ ଯୋଉ କାନ୍ଦୁଥିବେ ଏମାନଙ୍କର କାନ୍ଦ ଦେଖିକି ସେମାନଙ୍କର ବିଶ୍ୱାସ ବଢିବ ନା କମିବ? କୁହନ୍ତୁ ଟିକେ। ବିଶ- ବିଶ୍ୱାସ ବଢିବ ନା କମିବ? ଜଣେ ଲୋକ ଯଦି ମରି ଯାଇଛି ତା ପାଖରେ ମାନେ ଅନ୍ୟମାନେ ଆସିକି କାନ୍ଦୁଥିବେ ହେଲେ ସେ ଘର ଲୋକର ବିଶ୍ୱାସ ବଢିବ ନା କମିଯିବ? କମିଯିବ। ବଢିବ। କିନ୍ତୁ ଏମାନଙ୍କର ବିଶ୍ୱାସ ନାହିଁ ଯେ ପ୍ରଭୁ କଣ କହିଛନ୍ତି ଯେ ତମର ଝିଅ ମରିନି, ସେ ଶୋଇ ପଡିଛି, ନାଇଁ କି ନାଇଁ? କିନ୍ତୁ ଅନ୍ୟମାନେ କହୁଛନ୍ତି ଯେ ସେ ମରି ଯାଇଛି। ତାର ବିଶ୍ୱାସ ଦେଖି, କାହାର ନା ଜାଇରସ୍ ଆଉ ତାର ସ୍ତ୍ରୀର ବିଶ୍ୱାସ ଦେଖି ସେ କଣ କରୁଛନ୍ତି ନା ସେ ପୁଣି ସେ ଗୃହକୁ ଆସି ପିତର, ଯୋହନ ଓ ଯାକୁବ ପୁଣି ବାଳିକାର ପିତାମାତାଙ୍କ ବିନା ଆଉ କାହାକୁ ଆପଣା ସାଙ୍ଗରେ ଭିତରକୁ ଯିବା ପାଇଁ ଦେଲେ ନାହିଁ। Praise the Lord. Praise the Lord. ବହୁତ ବଢିଆ କାମ କଲେ। କଣ ନା ଯୋଉମାନେ କାନ୍ଦୁଥିଲେ ସେମାନଙ୍କୁ ଭିତରକୁ ପଶିବା ପାଇଁ ଦେଲେ ନାହିଁ। ଆଉ ଯୋଉମାନେ କାନ୍ଦୁ ନଥିଲେ ସେମାନଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ମାତ୍ର ସମସ୍ତେ ତାହା ଲାଗି ରୋଦନ କରୁ କରୁ ଛାତିରେ ମାରି ହେଉଥିଲେ। ସେଥିରେ ସେ କହିଲେ, ରୋଦନ କର ନାହିଁ, ସେ ମରି ନାହିଁ ମାତ୍ର ମାତ୍ର ଶୋଇ ଶୋଇ ପଡିଛି। ପଡିଛି। Yes. ସମସ୍ତେ କହୁଛନ୍ତି ମରିଛି ବୋଲିକି, କିନ୍ତୁ ଜାଇରସ୍ ଆଉ ତାର ସ୍ତ୍ରୀର ବିଶ୍ୱାସ ଦେଖି ପ୍ରଭୁ କହିଲେ ନା ସେ ମରି ନାହିଁ, ସେ ଶୋଇ ପଡିଅଛି। କିନ୍ତୁ ସେ ମରି ଯାଇଛି ବୋଲି ଜାଣିଥିବାରୁ ସେମାନେ ତାହାଙ୍କୁ ପରିହାସ କରିବାକୁ ଲାଗିଲେ। ମାତ୍ର ସେ ତାହାର ହାତ ଧରି ଡାକି କହିଲେ, ଆଗ ବାଳିକା ଉଠ। ଉଠ। ସେଥିରେ ତାହାର ମା ଫେରି ଆସିଲା ଆଉ ସେ ସେଇ କ୍ଷଣି ଉଠିଲା। ପୁଣି ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ। Praise the Lord. Praise the Lord. Hallelujah. ତେଣୁକରି ସେଇ ଜାଇରସ୍ ତାଙ୍କ ସ୍ତ୍ରୀଙ୍କର ବିଶ୍ୱାସ ଦେଖି ପ୍ରଭୁ ସେଇ ବାଳିକାକୁ ସେ ମାନେ ଜୀବିତ କରାଇଲେ। Hallelujah. Praise the Hallelujah. Lord. ପ୍ରଭୁ ଗୌରବ ପାଆନ୍ତୁ କି ଆମମାନଙ୍କ ଜୀବନରେ ପ୍ରଭୁଙ୍କର ଯଦି ଆମମାନେ ଆଜ୍ଞାବହ ଜୀବନ କାଟିବା, ପ୍ରଭୁଙ୍କ ବାକ୍ୟ ଅନୁସାରେ ଜୀବନ କାଟିବା, ତ ପ୍ରଭୁ ଆମମାନଙ୍କୁ ଆମର ପୁତ୍ର ସନ୍ତାନ ମାନଙ୍କୁ ସେ ବଂଶାନୁକ୍ରମେ ଆଶୀର୍ବାଦ କରିବେ। Praise the Lord. Praise the Lord. Hallelujah. ପ୍ରଭୁ ବିଶ୍ୱାସ କରିବା, ପ୍ରଭୁ ଆମମାନଙ୍କୁ ଅନେକ ବିଷୟରେ ଆଶୀର୍ବାଦ କରିବେ। ଆପଣ ମାନଙ୍କର ଯୋଉ ଝିଅ ହଉ କି ପୁଅ ହଉ ଯଦି ବାହାରେ ବି ରହୁଛି ତାକୁ ଯଦି ଆପଣ ମାନେ Praise ଅନେକ the ଲୋକ Lord. ମାନେ ଡକ୍ଟର ମଧ୍ୟ କେତେବେଳେ ଆପଣ ମାନଙ୍କୁ କୁହେ ଯେ ନାଇଁ ତମ ପୁଅର ଏପରି କିଛି ଅସୁବିଧା ଅଛି କି ଯାହା ବି କୁହେ, ଆପଣ ମାନେ କେତେବେଳେ ମଧ୍ୟ ଡକ୍ଟର କଥା ବିଶ୍ୱାସ କରନ୍ତୁ ନାହିଁ। ମୋର ଗୋଟେ ମୁଁ ଟେଷ୍ଟିମନି ସର୍ଟରେ କହିବାକୁ ଚାହେଁ। ମୋର ଆକ୍ସିଡେଣ୍ଟ ହେଇଥିଲା ତ ଦିଟା ମୋର ସ୍ପାଇନାଲ କର୍ଡ ଡ୍ୟାମେଜ ହେଇଥିଲା। ତ ମତେ ଡକ୍ଟର କହିଥିଲା ଯେ ଆର କେବେ ସେନ୍ସ ଆସିବ କେହି ମଧ୍ୟ ମାନେ ସିଏ କହିଲା ଯେ ଆର ସେନ୍ସ ଆସିପାରେ ନପାରେ। କିନ୍ତୁ ଯେତେବେଳେ ମୋର ଅପରେସନ ହେଲା, ଏଇଠି ମଧ୍ୟ କଟା ହେଇଛି, ମୋର ଦିଟା ସ୍ପାଇନାଲ କର୍ଡ ଡ୍ୟାମେଜ ଅଛି, ଅପରେସନ ହେଲା। ଡକ୍ଟର ମତେ କହିଦେଇଥିଲା ଯେ ଏ ଲୋକ ମାନେ ପାରାଲାଇସିସ୍ ହେଇକି କୋମାକୁ ପଳେଇବ। କିନ୍ତୁ ମୁଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କଲି ଆଉ ପ୍ରଭୁ ମତେ 5 ଘଣ୍ଟାରେ ସେନ୍ସ ଫେରେଇଲେ। ପ୍ରେଜ୍ ଦ ଲର୍ଡ।
Praise the Lord. Praise the Lord. କରି ଆମମାନେ ମୁଁ କହିବା ପାଇଁ ଆପଣମାନଙ୍କୁ ଚାହେଁ ଯେ ଆମମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ Hallelujah. କରୁ। Praise the Lord. ତାଙ୍କୁ କହିଥିଲି ଯେ ମୋର ପରମେଶ୍ୱର ଅଛନ୍ତି, ସେ ମୋତେ ନିଶ୍ଚିତ ବଞ୍ଚେଇବେ। ପ୍ରେଜ୍ ଦ ଲର୍ଡ। Praise the Lord. Praise the Lord. ହାଲେଲୁୟା। ତ ଆପଣମାନଙ୍କୁ ମୁଁ ବିଶେଷ କିଛି କଥା କହିବା ପାଇଁ ଚାହେଁ ଯେ ଆପଣମାନେ ପରମେଶ୍ୱରଙ୍କର ବାକ୍ୟର ପାଳନକାରୀ ହୁଅନ୍ତୁ, ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତୁ। ତ ଆମମାନଙ୍କ ପାଇଁ ଆମର ପିଲାମାନେ, ଆମର ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ପ୍ରଭୁ ଏଇ ଅଳ୍ପ ଶିକ୍ଷାରେ ମୋତେ ଆପଣମାନଙ୍କୁ ସମସ୍ତଙ୍କୁ ବାହୁଲ୍ୟ ଭାବରେ ଆଶୀର୍ବାଦ କରନ୍ତୁ। ପ୍ରେଜ୍ ଦ ଲର୍ଡ। Praise the Lord.